ଗପଟିର ନାମ ରାଜକୁମାରୀ ଅପୂର୍ବା। ସୁବର୍ଣ୍ଣପୁରର ରାଜା ଚିତ୍ରସେନ ଜଣେ ଦୟାଳୁ ଓ ପରୋପକାରୀ ରାଜା ଥିଲେ। ତାଙ୍କର ଏକମାତ୍ର ଝିଅ ଥିଲେ ରାଜକୁମାରୀ ଅପୂର୍ବା। ରାଜକୁମାରୀ ଅପୂର୍ବା ବହୁ ସୁନ୍ଦରୀ ଓ ବୁଦ୍ଧିମତୀ ଥିଲେ। ବାହାଘର ବୟସ ହେବାରୁ ରାଜା ଚିତ୍ରସେନ ରାଜକୁମାରୀଙ୍କ ପାଇଁ ଉପଯୁକ୍ତ ବରପାତ୍ରର ସନ୍ଧାନରେ ବାହାରିଗଲେ। ରାଜ୍ୟର ସବୁ ଦାୟିତ୍ୱ ସେ ଅପୂର୍ବାଙ୍କ ଉପରେ ଛାଡ଼ି ଦେଇଗଲେ। ରାଜକୁମାରୀ ମଧ୍ୟ ପିତାଙ୍କ ଅନୁପସ୍ଥିତିରେ ନିଜର ଦାୟିତ୍ୱ ସଠିକ୍ ଭାବେ ସମ୍ପାଦନ କରୁଥିଲେ। ସେହି ରାଜ୍ୟର ଏକ ଜଙ୍ଗଲରେ ଏକ ରାକ୍ଷସ ରହୁଥାଏ। ସେ ଶୁଣିଲା ଯେ ରାଜକୁମାରୀଙ୍କ ବିବାହ ପାଇଁ ବରପାତ୍ରର ସନ୍ଧାନ ଚାଲିଛି। ରାଜକୁମାରୀଙ୍କ ରୂପର ପ୍ରଶଂସା ରାକ୍ଷସ ଆଗରୁ ବହୁବାର ଶୁଣିଛି। ତେଣୁ ରାକ୍ଷସ ରାଜକୁମାରୀଙ୍କୁ ବିବାହ କରିବ ବୋଲି ମନେ ମନେ ସ୍ଥିର କଲା। ରାକ୍ଷସ ଜାଣିଥିଲା ଯେ ସେ ବହୁତ ବଳଶାଳୀ, ତାକୁ କେହି ବି ଯୁଦ୍ଧରେ ହରାଇ ପାରିବେ ନାହିଁ। ତେଣୁ ରାଜକୁମାରୀ ଅପୂର୍ବାଙ୍କୁ ବିବାହ କରିବାରେ ତାର କିଛି ଅସୁବିଧା ହେବ ନାହିଁ। ରାଜକୁମାରୀ ଅପୂର୍ବା ଏକଥା ଜାଣିପାରିଲେ। ସେ ଜାଣିଥିଲେ ଏ ରାକ୍ଷସକୁ କେହି ବି ପରାସ୍ତ କରିପାରିବେ ନାହିଁ। ତେଣୁ ସେ ମନେ ମନେ ଏକ ଉପାୟ ପାଞ୍ଚିଲେ। ରାଜକୁମାରୀ ରାଜବୈଦ୍ୟଙ୍କୁ ଡକାଇ କହିଲେ, ରାଜବୈଦ୍ୟ ମହାଶୟ, ଆପଣ ଏଭଳି ଔଷଧ ତିଆରି କରନ୍ତୁ ଯେଉଁ ଔଷଧକୁ ପିଇଲେ କେବଳ ଦେହରୁ ସୁବାସିତ ଫୁଲର ବାସ୍ନା ବାହାରିବ। ସେହି ଫୁଲର ସୁବାସିତ ବାସ୍ନା ଯେପରି ଜଙ୍ଗଲ ମଧ୍ୟରେ କ୍ଷଣିକରେ ଖେଳିଯିବ। ରାଜବୈଦ୍ୟ ଏପରି ଏକ ଔଷଧ ପ୍ରସ୍ତୁତ କରିବାରେ ଲାଗିଗଲେ। ସେ ରାଜକୁମାରୀଙ୍କର ଏଭଳି ଔଷଧ ପ୍ରସ୍ତୁତ କରିବାର ରହସ୍ୟ ବୁଝିପାରିଲେ ନାହିଁ। ଔଷଧ ପ୍ରସ୍ତୁତ କରିସାରିବା ପରେ ରାଜବୈଦ୍ୟ ଔଷଧକୁ ନେଇ ରାଜକୁମାରୀଙ୍କୁ ଦେଲେ। ରାଜକୁମାରୀ ରାଜବୈଦ୍ୟଙ୍କୁ 100 ସ୍ୱର୍ଣ୍ଣମୁଦ୍ରା ଉପହାର ଦେଲେ। ଏହାପରେ ରାଜକୁମାରୀ ସେନାପତିଙ୍କୁ ଡାକି କହିଲେ, ଏ ଔଷଧ ହାଣ୍ଡିଟାକୁ ନେଇ ନଦୀ କୂଳରେ ଥିବା ଏକ ଘରେ ରଖିଦେବା ପାଇଁ। ସେନାପତି ସେହିଦିନ ଔଷଧ ନେଇ ନଦୀ କୂଳରେ ଥିବା ଏକ ଛୋଟ ଘରେ ରଖିଦେଇ ଆସିଲେ। ଦିନେ ରାକ୍ଷସ ଏକ ରାତିରେ ରାଜକୁମାରୀଙ୍କୁ ଅପହରଣ କରି ଜଙ୍ଗଲ ମଧ୍ୟକୁ ନେଇଗଲା। ଜଙ୍ଗଲ ମଧ୍ୟରେ ଏକ ପାହାଡ଼ ଥାଏ। ସେ ପାହାଡ଼ରେ ଥିବା ଏକ ଗୁମ୍ଫାରେ ସେ ରାଜକୁମାରୀଙ୍କୁ ବନ୍ଦୀ କରି ରଖିଲା। ରାଜକୁମାରୀଙ୍କ ଦୁଃଖ ଓ ଯନ୍ତ୍ରଣା ବଢ଼ିଗଲା। ରାକ୍ଷସ ପ୍ରତିଦିନ ଗୁମ୍ଫା ପାଖକୁ ଆସି ରାଜକୁମାରୀଙ୍କୁ ବିବାହ ପ୍ରସ୍ତାବ ବିଷୟରେ ଅବଗତ କରାଉଥାଏ। ରାଜକୁମାରୀ ନିଶ୍ଚିନ୍ତ ହୋଇଗଲେ ଯେ ଏ ରାକ୍ଷସ କବଳରୁ ତାଙ୍କୁ କେହି ରକ୍ଷା କରିପାରିବେନି। ଯଦି ସେ ରାକ୍ଷସ ପ୍ରସ୍ତାବରେ ରାଜି ନ ହୁଅନ୍ତି, ଏ ରାକ୍ଷସ ଏ ରାଜ୍ୟକୁ ଧ୍ୱଂସ କରିଦେବ। ନିଜେ ସୁବର୍ଣ୍ଣପୁରର ରାଜା ହୋଇଯିବ। ସେ ରାକ୍ଷସକୁ ମାରିବା ପାଇଁ ନିଶ୍ଚୟ କଲେ। ରାଜକୁମାରୀ ରାକ୍ଷସକୁ କହିଲେ, ମୁଁ ରାଜକୁମାରୀ, କେତେ ସୁନ୍ଦରୀ। ମୋ ପରି ସୁନ୍ଦରୀକୁ ପାଇବା ପାଇଁ କେତେ ବଡ଼ ବଡ଼ ରାଜ୍ୟର ରାଜକୁମାରମାନେ ଆଶା କରିଥିଲେ। ମାତ୍ର କେହି ଜଣେ ବି ରାଜକୁମାର ମୋର ପସନ୍ଦ ନଥିଲେ, କାରଣ ସେମାନେ ଏତେ ସୁନ୍ଦର ନୁହନ୍ତି। ତେଣୁ ଏ ମହାନ ବଳଶାଳୀ ରାକ୍ଷସ, ତୁମର ସବୁ କଥାରେ ମୁଁ ରାଜି। ମାତ୍ର ମୋର ଗୋଟିଏ କଥା ରଖିବ। ତୁମେ ଯଦି ମୋର ବର ହେବ, ତେବେ ତୁମକୁ ସୁନ୍ଦର ହେବାକୁ ପଡ଼ିବ। ରାକ୍ଷସ ଜାଣିଥିଲା ସେ ସମସ୍ତଙ୍କୁ ବଳରେ ହରାଇଦେବ। ମାତ୍ର ରାଜକୁମାରୀ ଅପୂର୍ବାଙ୍କ ପାଇଁ ବଳ ନୁହେଁ, ତାକୁ ସୁନ୍ଦର ହେବାକୁ ପଡ଼ିବ। ରାକ୍ଷସ ରାଜକୁମାରୀଙ୍କୁ ପଚାରିଲା, ମୁଁ କ'ଣ ସୁନ୍ଦର ହୋଇପାରିବିନି? ରାଜକୁମାରୀ କହିଲେ, ହଁ, ଇଏ ତ ବହୁତ ଛୋଟ କଥା। ଆମ ରାଜ୍ୟର ଶେଷରେ ଏକ ଛୋଟ ନଦୀ ଅଛି। ସେହି ନଦୀ କୂଳରେ ଏକ ଘର ଅଛି। ସେ ଘରେ ଗୋଟିଏ ହାଣ୍ଡିରେ ସୁନ୍ଦର ହେବା ପାଇଁ ଔଷଧ ଅଛି। ତୁମେ ଯଦି
ସେ ଔଷଧ ପିଇପାରିବ, ତେବେ ତୁମେ ତତ୍କ୍ଷଣାତ୍ ସୁନ୍ଦର ହୋଇଯିବ। ତାପରେ ମୁଁ ତୁମକୁ ବିବାହ କରିବାରେ କିଛି ଅସୁବିଧା ହେବନି। ରାକ୍ଷସ ରାଜକୁମାରୀଙ୍କ ବୁଦ୍ଧିରେ ଫସିଗଲା। ସେ ସିଧାସଳଖ ଚାଲିଲା ନଦୀ ପାଖରେ ଥିବା ଘରକୁ। ସତକୁ ସତ ଦେଖିଲା ସେ ଘରେ ଗୋଟିଏ ହାଣ୍ଡି ଅଛି। ସେ ହାଣ୍ଡିରୁ ବିଭିନ୍ନ ପ୍ରକାରର ଫୁଲର ବାସ୍ନା ବାହାରୁଥାଏ। ସେ ଯେମିତି ହାଣ୍ଡିରେ ଥିବା ଔଷଧକୁ ପିଇ ଦେଇଛି, ତା ଦେହରୁ ସୁବାସିତ ଫୁଲର ବାସ୍ନା ବାହାରିବାକୁ ଲାଗିଲା। ଫୁଲର ଏଭଳି ବାସ୍ନା ବାରିପାଖ ଜଙ୍ଗଲମାନଙ୍କରୁ ବିଷାକ୍ତ ମହୁମାଛିମାନେ ଶହ ଶହ ସଂଖ୍ୟାରେ ଉଡ଼ି ଉଡ଼ି ଆସି ରାକ୍ଷସ ଦେହରେ ବସିଗଲେ। ଏଣେ ବଣୁଆ ମହୁମାଛିଙ୍କୁ ଦେଖି ରାକ୍ଷସ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଲା। ମାତ୍ର ସେ ଯିବ କୁଆଡ଼େ? ସବୁ ବଣୁଆ ମହୁମାଛିମାନେ ରାକ୍ଷସକୁ ଦଂଶନ କରିବାକୁ ଲାଗିଲେ। ମହୁମାଛିଙ୍କର ବିଷାକ୍ତ ଦଂଶନରେ ରାକ୍ଷସର ଦେହ ବିଷାକ୍ତ ହୋଇଗଲା। ବିଚରା ରାକ୍ଷସଟି ବିଷ ଯନ୍ତ୍ରଣା ସହି ନ ପାରି ମରିଗଲା। ରାଜକୁମାରୀ ଅପୂର୍ବା ନିଜ ବୁଦ୍ଧି ବଳରେ ଏତେ ବଡ଼ ରାକ୍ଷସକୁ ମାରିପାରିଥିବାରୁ ସମସ୍ତ ପ୍ରଜାଗଣ ତାଙ୍କର ପ୍ରଶଂସା କଲେ। ରାଜା ରାଜକୁମାରୀଙ୍କର ଏପରି ବୁଦ୍ଧି ଦେଖି ରାଜକୁମାରୀଙ୍କ ବିବାହ ରାଜକୁମାରୀଙ୍କ ନିଜ ପସନ୍ଦ ଉପରେ ଛାଡ଼ିଦେଲେ।